मेघमाଳରେ शीघ्र आगमन करुवा आम्भମାନଙ୍କ प्रभु यीशु ख्रीष्टଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱରଙ୍କ ବାକ୍ୟରୁ ଆଉ ଏକ ନୂତନ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ପୁନର୍ବାର ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ପୁଣି ଥରେ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୋ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟିଆନ ପରିବାରରେ ମୃତ୍ୟୁ ଘଟିଲେ ଆମିଷ ଖାଇବା ଉଚିତ କି। ଆଜିର ପ୍ରସଙ୍ଗ ହେଲା ଖ୍ରୀଷ୍ଟିଆନ ପରିବାରରେ ମୃତ୍ୟୁ ଘଟିଲେ ଆମିଷ ଖାଇ ହେବ କି। ଏହି ପ୍ରସଙ୍ଗରେ ଆମେ ବାକ୍ୟରୁ ଅଳ୍ପ ସମୟ ଧ୍ୟାନ କରିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହି ପ୍ରକାର ପ୍ରଶ୍ନ ମଧ୍ୟ ଆମ ଖ୍ରୀଷ୍ଟିଆନ ସମାଜରେ କେତେକ ଭାଇ ଭଉଣୀ ମାନେ ଆମକୁ ପଚାରନ୍ତି। ଭାଇ, ପରିବାରରେ ଯେବେ ମୃତ୍ୟୁ ଘଟେ, ଦୁଃଖ ଘଟେ, ଆମେ ଆମିଷ ଖାଇ ହେବ କି, କେତେ ଦିନରେ ଖାଇ ହେବ, ଏହି ପ୍ରକାର ପ୍ରଶ୍ନ ଗୁଡ଼ିକ ଆମ୍ଭମାନଙ୍କୁ ପଚାରନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଜାଣୁ ଯେଉଁମାନେ ପ୍ରଭୁଙ୍କୁ ଜାଣି ନାହାନ୍ତି ଅର୍ଥାତ୍ ଅଣ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ମଧ୍ୟରେ, ହିନ୍ଦୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ବିଭିନ୍ନ ପରମ୍ପରା ରହିଛି। ଯେଉଁ ସମୟରେ ସେମାନେ ପରିବାରରେ ଦୁଃଖ ଘଟେ, ପରିବାରରେ କେହି ଯଦି ମୃତ୍ୟୁବରଣ କରନ୍ତି, ସେହି ସମୟରେ ସେମାନେ ସେମାନଙ୍କର ଦଶାକ୍ରିୟା ନ ସାରିବା ପର୍ଯ୍ୟନ୍ତ, ସେମାନଙ୍କର ବିଧି ବିଧାନ ପରମ୍ପରା ଅନୁସାରେ ସେମାନେ ଯାହା ନ କରିବା ପର୍ଯ୍ୟନ୍ତ ସେମାନେ ଆମିଷ ଖାଆନ୍ତି ନାହିଁ। କିନ୍ତୁ ଆମେ ବାଇବଲରେ ଦେଖୁଛୁ ଯେ ଏହି ପ୍ରକାର ବିଧି ବିଧାନ ପରମେଶ୍ୱର ବାକ୍ୟରେ ଆମକୁ ଲେଖି ଦେଇନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ସେ ଥିବା ସମୟରେ ଯେଉଁ ସବୁ ସେବା କାର୍ଯ୍ୟ ଗୁଡ଼ିକ ସେ କଲେ, ସେହି ସବୁ ସେବା କାର୍ଯ୍ୟ ମଧ୍ୟରୁ ଗୋଟିଏ ସେବା କାର୍ଯ୍ୟ ତାଙ୍କର ଥିଲା ଯେ ପରମ୍ପରା ବିରୁଦ୍ଧରେ ସେ ପ୍ରଚାର କରୁଥିଲେ। ଆଉ ପରମ୍ପରାରୁ ଲୋକମାନେ ଯେ ପ୍ରକାର ବାହାରି ଆସିବେ, ବିଧି ବିଧାନରୁ ବାହାରି ଆସିବେ, ଏହି ସବୁ ଶିକ୍ଷା ପରାମର୍ଶ ଗୁଡ଼ିକ ସେ ଦେଉଥିଲେ। ପ୍ରିୟମାନେ, ଆମେ ମଧ୍ୟ ସମୟ ଥିଲା ଆମେ ପରମ୍ପରାରେ ଥିଲୁ, ମନୁଷ୍ୟର ବିଧି ବିଧାନକୁ ଆମେ ପ୍ରାଧାନ୍ୟ ଦେଉଥିଲୁ। ଆଉ ଏହି ବିଧି ବିଧାନ ଆମକୁ ରକ୍ଷା କରିବ, ଏହି ବିଧି ବିଧାନ ପାଳନ କଲେ ଆମର ମଙ୍ଗଳ ହେବ, ଆମେ ଭଲରେ ରହିବୁ, ଏହି ପ୍ରକାର ଆମେ ଭାବୁଥିଲୁ। ଧନ୍ୟ ସେ ପରମେଶ୍ୱର ଆମକୁ କ'ଣ କଲେ, ସେଇ ପରମ୍ପରା ବିଧି ବିଧାନରୁ ସେ ଆମକୁ ବାହାର କଲେ। ଆସନ୍ତୁ ଆମେ ବାକ୍ୟରୁ ଅଳ୍ପ ସମୟ କଥାବାର୍ତ୍ତା ହେବା ଯେ ପ୍ରକୃତରେ ମୃତ୍ୟୁ ବିଷୟରେ ବାଇବେଲ କ'ଣ କହେ। ଆମେ ପରିବାରରେ ଦୁଃଖ ଘଟିଲେ ଆମେ ଭୋଜନ କରିହେବ କି, ଆମିଷ ଖାଇ ହେବ କି, ମସ୍ତକରେ ତୈଳ ଲଗାଇ ହେବ କି, ଏହି ପ୍ରକାର ଅନେକ ସନ୍ଦେହ ଆଜି ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କ ମଧ୍ୟରେ ରହିଛି। ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା ବାସ୍ତବରେ ବାଇବଲ ଆମ୍ଭମାନଙ୍କୁ କ'ଣ କହେ। ଆପଣମାନେ ମୋ ସହିତ ଜିହିଜିକଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 24 ଅଧ୍ୟାୟକୁ ଆସିବେ। ଜିହିଜିକଲ 24 ଅଧ୍ୟାୟ ମୁଁ ଆମ ସମସ୍ତଙ୍କ ନିମନ୍ତେ 15 ପଦରୁ ଆଗକୁ ମୁଁ ପଢିବା ପାଇଁ ଚାହେଁ। ଲେଖାଯାଏ, ଆହୁରି ସଦାପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା ଯଥା, ହେ ମନୁଷ୍ୟ ସନ୍ତାନ, ଦେଖ ଆମ୍ଭେ ତୁମ୍ଭ ନୟନର ପ୍ରୀତିପାତ୍ରକୁ ଏକ ଆଘାତରେ ହରଣ କରିବା, ତଥାପି ତୁମ୍ଭେ ବିଳାପ କି କ୍ରନ୍ଦନ କରିବ ନାହିଁ, କିମ୍ବା ତୁମ୍ଭର ଚକ୍ଷୁରୁ ଲୋତକ ଧାର ବହିବ ନାହିଁ। ଏହି କଥା ଜିହିଜିକଲ ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର କହୁଛନ୍ତି। ଆମେ ତୁମର ଭାର୍ଯ୍ୟାକୁ ଏକ ଆଘାତରେ ଆମେ କ'ଣ କରିବୁ, ହରଣ କରିବୁ, ଅର୍ଥାତ୍ ତୁମ ଭାର୍ଯ୍ୟାକୁ ଆମେ ନେଇଯିବୁ, ସେ ମୃତ୍ୟୁବରଣ କରିବେ, ଆଉ ତୁମେ କ'ଣ କରିବ ନାହିଁ, ତୁମେ କ୍ରନ୍ଦନ କରିବ ନାହିଁ, ସେହି ମୃତ ଲୋକ ନିମନ୍ତେ ଲୁହ ଗଡ଼ାଇବ ନାହିଁ। ଏହି କଥା ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର କହୁଛନ୍ତି। 17 ପଦରେ ଲେଖାଗଲା, ଦୀର୍ଘ ନିଶ୍ୱାସ ଛାଡ଼, ମାତ୍ର ଉଚ୍ଚ ସ୍ୱର କରି ନୁହେଁ, ମୃତ ଲୋକ ପାଇଁ ବିଳାପ କର ନାହିଁ, ଆପଣା ମସ୍ତକରେ ଶିରଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମର ଅଷ୍ଟାଧର ଆଚ୍ଛାଦନ କର ନାହିଁ, ପୁଣି ଲୋକମାନଙ୍କର ରୁଟି ଖାଅ ନାହିଁ। ପ୍ରିୟମାନେ, ସ୍ଥାନ ଲେଖାଯାଉଛି ଯେ ମୃତ ଲୋକ ନିମନ୍ତେ କ୍ରନ୍ଦନ କର ନାହିଁ, ବିଳାପ କର ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଲାଜର ଯେତେବେଳେ ମୃତ୍ୟୁବରଣ କଲେ, ବାଇବଲ କହେ ଯୀଶୁ କାନ୍ଦିଲେ। ପ୍ରିୟମାନେ, ନିଶ୍ଚିତ ଭାବରେ ପରିବାରରେ ଯଦି ଆମର ପୁଅ ଚାଲିଗଲେ, ଝିଅ ଚାଲିଗଲେ, କିମ୍ବା ସ୍ୱାମୀ ଚାଲିଗଲେ, ସ୍ତ୍ରୀ ଚାଲିଗଲେ, କିଏ ବି ହୁଅନ୍ତୁ ନା କାହିଁକି, ନିଶ୍ଚିତ ଭାବରେ ଦୁଃଖ ଲାଗିବ, କାନ୍ଦ ଲାଗିବ। କିନ୍ତୁ ଆମେ କାନ୍ଦିବା,
କିନ୍ତୁ ବିଜାତି ଲୋକ ପରି ଆମେ କାନ୍ଦିବା ନାହିଁ। କାରଣ ଅନେକ ଲୋକମାନଙ୍କ ପାଖରେ ସେମାନଙ୍କ ଆଶା ନାହିଁ, ଭରସା ନାହିଁ, କିନ୍ତୁ ଆମ ପାଖରେ ଭରସା ଅଛି, ଆମର ଆଶା ଅଛି। ମୃତ୍ୟୁ ପରେ ମଧ୍ୟ ଆମର ପ୍ରିୟଜନ ମାନଙ୍କୁ ଆମେ ଦିନେ ମେଘମାଳରେ ସାକ୍ଷାତ କରୁ। ପ୍ରଭୁଙ୍କର ଗୌରବକୁ ପ୍ରିୟ ମାନେ ଏହି ସ୍ଥାନ ଲେଖାଯାଉଛି ଯେ ତୁମେ କଣ କରିବ ନାହିଁ, ତୁମେ ଆପଣା ମୃତ୍ୟୁ ଲୋକ ନିମନ୍ତେ ବିଳାପ କରିବ ନାହିଁ, ଆପଣା ମସ୍ତକରେ ଶିରଭୂଷଣ ବାନ୍ଧ ଓ ପାଦରେ ପାଦୁକା ପିନ୍ଧ, ତୁମ୍ଭର ଅଷ୍ଟାଧର ଆଚ୍ଛାଦନ କର ନାହିଁ, ପୁଣି ଲୋକମାନଙ୍କର ରୁଟି ଖାଅ ନାହିଁ। ଏହି ସ୍ଥାନ ଆମେ ଦେଖୁଛୁ ଯେ ଅନେକ ସମୟରେ କଣ ହୁଏ, ଅନେକ ମା ଭଉଣୀ ମାନେ ଦୁଃଖ ସକାଶୁ ସେମାନେ ନିଜର କେଶକୁ ନିଜର ଚୁଟିକୁ ମଧ୍ୟ ସେମାନେ ଧ୍ୟାନ ଦିଅନ୍ତି ନାହିଁ। ସେମାନେ କାନ୍ଦି 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 ସେମାନେ ନିରାଶ ହତାଶରେ ସେମାନଙ୍କର ଜୀବନକୁ ସେମାନେ ଅତିବାହିତ କରନ୍ତି ଏବଂ ମାସ ମାସ ଧରି କିଛି ବର୍ଷ ଧରି ସେମାନେ ମସ୍ତକରେ ତୈଳ ମଧ୍ୟ ଲଗାନ୍ତି ନାହିଁ। କିନ୍ତୁ ବାଇବଲ କହେ ଯେ ତୁମେ କଣ କର, ଶିରଭୂଷଣ ବାନ୍ଧ। ପ୍ରଭୁଙ୍କର ଗୌରବକୁ ପ୍ରିୟ ଭାଇ ଭଉଣୀ ମାନେ, ଆମେ ସମୟ ଥିଲା ଆଶା ବିହୀନ ଆମେ ବଞ୍ଚୁଥିଲୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗ ଛାଡି ପୃଥିବୀକୁ କାହିଁକି ଆସିଲେ? ଆମକୁ ଆଶା ଦେବା ପାଇଁ, ଭରସା ଦେବା ପାଇଁ। ଆମେ ଭରସାହୀନ ଲୋକମାନେ ନହୁଁ, ଆମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭରସା ଦେଇଛନ୍ତି। ଆଉ ସେ କହୁଛନ୍ତି ତୁମେ କଣ କର, ପାଦରେ ପାଦୁକା ପିନ୍ଧ, ଆହୁରି ତୁମ୍ଭର ଅଷ୍ଟାଧର ଆଚ୍ଛାଦନ କର ନାହିଁ, ପୁଣି ଲୋକମାନଙ୍କର ରୁଟି ଖାଅ ନାହିଁ। ନିଜେ ରୋଷେଇ କରିବାର ଅଛି ତ ପଶ୍ଚାତ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟକୁ ଦେଖି ଆମେ ଆଗକୁ ବଢିବାର ଅଛି। ବାଇବଲ ଏହା କରେ 18 ପଦରେ ଲେଖାଯାଏ, ତହିଁରେ ମୁଁ ପ୍ରାତଃ କାଳରେ ଲୋକମାନଙ୍କ ସଙ୍ଗେ କଥା କହିଲି, ପୁଣି ସନ୍ଧ୍ୟା ବେଳେ ମୋର ଭାର୍ଯ୍ୟା ମଲା। ତହିଁରେ ପ୍ରାତଃ କାଳରେ ମୁଁ ଆଜ୍ଞା ଅନୁସାରେ କର୍ମ କଲି। ପ୍ରଭୁଙ୍କର ଗୌରବ ହଉ। ଯେ ପ୍ରକାର ହିଜିକଲ ଭବିଷ୍ୟତ ବକ୍ତାଙ୍କୁ ପରମେଶ୍ୱର ତାଙ୍କ ବାକ୍ୟ ଦ୍ୱାରା କହିଲେ, ଠିକ ସେହିପରି ତାଙ୍କ ପରିବାରରେ ଘଟିଲା। ତାଙ୍କ ସ୍ତ୍ରୀ ମୃତ୍ୟୁବରଣ କଲେ, ଆଉ ପରମେଶ୍ୱର ତାଙ୍କୁ ଯେ ପ୍ରକାର କହିଥିଲେ ସେହି ପ୍ରକାର କର୍ମ ସେ ପ୍ରଭାତରେ ସେ କଲେ। କ୍ରନ୍ଦନ କଲେ କିନ୍ତୁ ଉଚ୍ଚ ସ୍ୱର କରିଲେ, କ୍ରନ୍ଦନ କଲେ ସେ କଚାଡି ହେଇ ଫିଙ୍ଗି ହେଇ ପଥର କାଢି ମୁଣ୍ଡରେ ମାରି ହେଇ ହାତ ଗୋଡ ଭାଙ୍ଗିଲା ପରି ମୁଣ୍ଡ ଫାଟିଲା ପରି ସେ ଏ ପ୍ରକାର ସେ କାନ୍ଦିଲେ ନାହିଁ। ସେ ପ୍ରଭୁଙ୍କର ବାକ୍ୟ ଅନୁସାରେ ସେ ଦୁଃଖ ପ୍ରକାଶ କଲେ। ପ୍ରଭୁଙ୍କର ଗୌରବ ହଉ ପ୍ରିୟ ଭାଇ ଭଉଣୀ ମାନେ। କାରଣ ଆମେ ମୃତ୍ୟୁ ଲୋକ ନିମନ୍ତେ ଯେତେ କାନ୍ଦିବା, ଯେତେ ଆମେ ଦୁଃଖ କରିବା, ତାହିଁରେ ଆମର କିଛି ଲାଭ ନାହିଁ, କିଛି ଆମର ଫାଇଦା ନାହିଁ। ଯଦି ଆପଣ ପଢିବେ ଉପଦେଶକ 8 ଅଧ୍ୟାୟ ତାର 8 ପଦରେ ଲେଖାଗଲା, ଶ୍ୱାସବାୟୁ ଅଟକାଇ ରଖିବା ପାଇଁ ଶ୍ୱାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ। ପରମେଶ୍ୱର ଯେଉଁ ଜୀବନ ମନୁଷ୍ୟ ପ୍ରତି ଦେଇଛନ୍ତି, ନିଶ୍ୱାସ ପ୍ରଶ୍ୱାସ ଦେଇଛନ୍ତି, ପରମେଶ୍ୱର ଯେତେବେଳେ ଚାହିଁଲେ ତାହା ସେ ନେଇ ଯାଇପାରନ୍ତି। ସେଥିପାଇଁ ଆମେ ଦୁଃଖ କରିବା ଉଚିତ ନୁହେଁ। ଯେତେ ଦୁଃଖ କରିବା ତାହାଠାରୁ ମଧ୍ୟ ଏହି ବାକ୍ୟରେ ଆମେ ହଁ କହିବାର ଅଛି। କାରଣ ପରମେଶ୍ୱରଙ୍କର ବାକ୍ୟ ମହାନ ଅଟେ। ତାଙ୍କର ବାକ୍ୟ ଅନୁସାରେ ପ୍ରତ୍ୟେକ ବିଷୟ ଆମ ପରିବାରରେ, ପରିବାର ବାହାରେ, ମଣ୍ଡଳୀରେ, ଜଗତରେ, ପ୍ରତ୍ୟେକ ଜାଗାରେ କଣ ହୁଏ, ବାକ୍ୟ ଅନୁସାରେ ପ୍ରତ୍ୟେକ ବିଷୟ ଘଟେ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମେ ଏଇଟାକୁ ମନେ ରଖିବା ଯେ ଶ୍ୱାସବାୟୁକୁ ଆମେ ଅଟକାଇ ପାରିବା ନାହିଁ। ପରମେଶ୍ୱର ଦେଇଛନ୍ତି, ସେ ପରମେଶ୍ୱର ନେବା ପାଇଁ ସେ ସାମର୍ଥ୍ୟ ଆଉ ଯୋଗ୍ୟ ଅଟନ୍ତି। ତାହାଙ୍କର ଗୌରବକୁ ମୁଁ ଆପଣମାନଙ୍କ ନିମନ୍ତେ ଦାଉଦ ମହାରାଜାଙ୍କ ବିଷୟରେ ଗୋଟେ ବାକ୍ୟ ପଢିବା ପାଇଁ ଚାହେଁ। ଯେ ଦାଉଦ ଯେତେବେଳେ ସେ ଉରିୟର ଭାର୍ଯ୍ୟା ବତ୍ସେବାକୁ ସେ ବିବାହ କଲେ, ତାଙ୍କର ପୁତ୍ର ସେ ଅତ୍ୟନ୍ତ ସେ କଣ ହେଇଗଲେ, ପୀଡ଼ିତ ହେଇଗଲେ। ପୀଡ଼ିତ ଥିବା ସମୟରେ ଯଦି ଆପଣ ପଢିବେ 2 ସାମୁଏଲ 12 ଅଧ୍ୟାୟ ତାର 16 ପଦରେ ଲେଖାଗଲା, ଏହେତୁ ଦାଉଦ ବାଳକ ନିମନ୍ତେ ପରମେଶ୍ୱରଙ୍କ ନିକଟରେ ନିବେଦନ କଲେ ଓ ଦାଉଦ ଉପବାସ କଲେ ଓ ଭିତରେ ଯାଇ ରାତ୍ରି ଯାକ ଭୂମିରେ ପଡି ରହିଲେ। ଏଥିରେ ତାଙ୍କ ଗୃହସ୍ଥ ପ୍ରାଚୀନ ମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡା ହେଲେ, ମାତ୍ର ସେ ସମ୍ମତ ହେଲେ ନାହିଁ, କିମ୍ବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ। ହେଉତାରେ 7ମ ଦିନରେ ବାଳକ ମଲା। ପ୍ରିୟ ମାନେ, ଆମେ ଦେଖୁଛୁ ଯେ ଦାଉଦ ତାଙ୍କର ପୁତ୍ର ନିମନ୍ତେ ସେ ବହୁତ କ୍ରନ୍ଦନ କଲେ। 7 ଦିନ ଧରି ସେ ଉପବାସ କଲେ। କେତେବେଳେ କଲେ? ଯେଉଁ ସମୟରେ ତାଙ୍କ ପୁଅର ଜ୍ୱର ବା ପୀଡା ରୋଗ ହେଇଥିଲା,
से मृत्यु शज्या मृत्यु बरण कर नथिले सेही समय से उपवास कले किछि खाइले नाही कांदिले प्रभु को निकट रे से क्रंदन कले सेही परि समय रे सप्तम दिन रे तांकर पुत्र कौन हे गले मरीगले मरीगला परे तांको घरे जो दास मान थिले से माने परस्पर कथा हेले बालक बंचिथिबा समय तो आमे केते कहिले मध्य से बुझिले नाही मात्र बालक एबे मरी जाइछि जदि आमे एही मरण खबर तांको कहिबा से समय रे राजा कौन करिवे मुंड कांथरे बाढ़ेबे से भूमि रे कछाड़े ही पड़िबे से कौन सी अस्त्र काढ़ी देहरे आघात करिवे एही प्रकार से माने भाबिले मात्र दाऊद से माने जे फुसफुस कथा हेबार सुनी से बुझीगले आ कहले बालक मरीगलाणी कि यही प्रकार कहला बेले से माने कहले हाँ बालक मरीगला यहीपरि समय दाऊद भूमि उठुचंती से गाधौचंती से प्रस्तुत होउचंती आउ से कहउचंती कौन बोली कहउचंती 20 पद एथिरे दाऊद भूमि उठी स्नान और मर्दन और वस्त्र परिवर्तन करी सदा प्रभु को गृह को जाई प्रणाम कले तही उत्तरु से अपना गृह को आसी आज्ञा दियंते लोक माने तांको सम्मुख रे खाद्य द्रव्य रखिले तहु से भोजन कले प्रिय प्रभु लोक माने प्रभुकर गौरव हो एथिपाई आमे जेतेबेले परिवार दुख घटुछि निश्चित भाव रे आमे हेई पारे आज आम परिवार दुख घटिला आज काली आमे हेई पारे कौन सी आमर प्रियजन को आमे मने पकाई आमे तांको प्रेम करूथिलु तांको स्नेह करूथिलु मने पडुछि सेतिपा आमे आमिष खाई पारुन एहा कौन सी प्रकार भल विषय जदि आमे जेतेबेले हिंदू थिलु से समय 3 दिनिया 10 दिनिया 7 दिनिया न कले आमे आमिष खाउ नथिलु सही प्रकार भाबी जदि आमे आमिष खाउना ताहले आमे परंपरा रु बाहरिना प्रिय माने आमे हम परिवार जने मृत्युवरण कला परे जदि आमे आमिष खाइले कि न खाइले मध्य से फेरी आसीबो ना सेतिपाई दाऊदन को लोक माने कहले जेउ समय से भोजन कले तांको कहले बालक बंचिथिबा समय रे तुमे किछि खाइलो नाही से मरी गला परे एबे तुमे भोजन करूछो दाऊद कहले हाँ से बंचिथिबा समय रे मु एथिपाई भोजन कली नाही के जाने से सुस्थ हे जीवो मु प्रार्थना करूथिली उपवास करूथिली के जाने से अबाटरू फेरी आसीबो मात्र से मरी गला परे मु भोजन कली काहे कि भोजन कली कारण से मो निकट को फेरी आसीबो ना मु ताठारे जीवाकू पड़िबो किंतु से मो निकट को आसीबो ना प्रिय माने आमे ख्रिस्टियन लोक माने बाइबल प्रभु हमको देइछंती वाक्य देइछंती ए सब वाक्य अनुसार आम प्रत्येक कार्य हेबार आवश्यक रही प्रभु आम अनुग्रह करंतु यही वाक्य द्वारा आसंतु पदे प्रार्थना करिबा प्रेमिक स्वर्गीय पिता तुमको धन्यवाद दिए गौरव करे प्रभु तुम वाक्य द्वारा आम कथा हिच धन्यवाद बापा अनेक समय अनेक प्रश्न संदेह आम मन मध्य आसला बेले तुम वाक्य द्वारा आम तुम्हें कथा हुच तुम गौरव प्रभु तुम वाक्य अनुसार आमर प्रत्येक विषय आम करने तुम्हें आम बुद्धि दियो ज्ञान दियो गौरव पा प्रार्थना प्रिय प्रभु यीशु नाम मागुछि पिता आमेन समस्त को प्रेज करो तो समस्त को प्रचुर भाव में आशीर्वाद करो।